ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 19 ତାରିଖ ଶୁକ୍ରବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। BS6 ଗାଡ଼ି ନ ହୋଇଥିଲେ ଦିଲ୍ଲୀରେ ଏଣ୍ଟ୍ରି ନାହିଁ। ବିଧାୟକଙ୍କ ଗାଡ଼ିର ବି କଟିଲା ଚାଲାଣ। ଦିଲ୍ଲୀ ସରକାରଙ୍କ ଯାନବାହନ ନିୟମାବଳୀ ଏବେ ସାରା ସହରରେ କଡ଼ାକଡ଼ି ଲାଗୁ କରାଯାଇଛି। BS6 ଇଞ୍ଜିନ ନଥିଲେ BS6 ଇଞ୍ଜିନ ଥିବା ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହନକୁ ଦିଲ୍ଲୀ ସୀମାରେ ଅଟକ କରାଯାଉଛି। ଦିଲ୍ଲୀ ପୁଲିସ ଲୋକଙ୍କୁ BS5, BS4 ଏବଂ BS3 ଇଞ୍ଜିନ ଥିବା ଯାନଗୁଡ଼ିକୁ ଫେରାଇବାକୁ ଅନୁରୋଧ କରୁଛି, କାରଣ ଏଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। 8 ମାସରେ 10 ଯୁଦ୍ଧ ରୋକିଛି, ପୁଣି ଯୁଦ୍ଧ ବନ୍ଦ କରିବା ନେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ 10 ମାସରେ 8ଟି ଯୁଦ୍ଧ ବନ୍ଦ କରିବା ପାଇଁ ନିଜକୁ ଶ୍ରେୟ ଦେଇଛନ୍ତି, ଆଉ ଏହାର ସଫଳତା ପଛରେ ଟ୍ୟାରିଫକୁ ମୁଖ୍ୟ କାରଣ ବୋଲି ଉଲ୍ଲେଖ କରିଛନ୍ତି। ଆମେରିକାକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ କହିଛନ୍ତି ଯେ ଟ୍ୟାରିଫ ହେଉଛି ତାଙ୍କର ଇଂରାଜୀରେ ସବୁଠୁ ପ୍ରିୟ ଶବ୍ଦ। ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ତାଙ୍କ ପଦ ଛାଡ଼ିବା ସମୟରେ ଅବ୍ୟବସ୍ଥା ଛାଡ଼ି ଯାଇଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି। ଘାଟିରେ ଆତଙ୍କୀ ଲଞ୍ଚ ପ୍ୟାଡ୍। ନୂଆ ବର୍ଷରେ ବଡ଼ ଆକ୍ରମଣ ଯୋଜନା। ଜମ୍ମୁ କାଶ୍ମୀରର ସାମ୍ବାରେ 3 ସନ୍ଦିଗ୍ଧ ଆତଙ୍କବାଦୀ ହାଇ ଆଲର୍ଟରେ ସୁରକ୍ଷା ବାହିନୀ। ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ମାନସର ଜଙ୍ଗଲରେ ଜଣେ ସ୍ଥାନୀୟ ବ୍ୟକ୍ତି 3 ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଦେଖିଥିବା କହିଛନ୍ତି। ଜଣେ ସେନା ୟୁନିଫର୍ମରେ, ଅନ୍ୟ 2 ଜଣ କଳା ପୋଷାକରେ, ବ୍ୟାକପ୍ୟାକ୍ ଓ ବନ୍ଧୁକ ସହିତ ଥିଲେ। ଲୋକଙ୍କୁ ସେମାନେ ଇସାରାରେ ପାଖକୁ ଡାକିବାରୁ ଭୟରେ ପଳାଇ ପୋଲିସକୁ ଖବର ଦେଇଥିଲେ। ପୁଲିସ, ସେନା ଓ CRPF ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସାମ୍ବା ସହ ଜମ୍ମୁ ଓ କଠୁଆରେ ହାଇ ଆଲର୍ଟ ଜାରି କରାଯାଇଛି। ଉଧମପୁରରେ ସୋମବାର ଗୁଳି ବିନିମୟ ପରେ ଏହି ଘଟଣା ଉତ୍ତେଜନା ବଢ଼ାଇଛି। DIG ଶିବ କୁମାର ଶର୍ମା ଅପରେସନ ସମୀକ୍ଷା କରିଛନ୍ତି। ଯୁଦ୍ଧରେ ଭାରତୀୟ ଛାତ୍ର ମୃତ। ରୁଷିଆ ୟୁକ୍ରେନ ଯୁଦ୍ଧରେ ଭାରତୀୟ ଛାତ୍ରଙ୍କ ମୃତ। ପାଠ ପଢ଼ିବାକୁ ଯାଇଥିଲେ ହେଲେ ଯୁଦ୍ଧରେ ଚାଲିଗଲା ଜୀବନ। ରୁଷିଆ ୟୁକ୍ରେନ ଯୁଦ୍ଧରେ ରାଜସ୍ଥାନର ଯୁବକ ଅଜୟ ଗୋଦାରଙ୍କ ମୃତ ଘଟିଥିବା ସୂଚନା ମିଳିଛି। ରାଜସ୍ଥାନର ବିକାନେର ଜିଲ୍ଲା ରଜନସର ଗାଁ 22 ବର୍ଷୀୟ ଯୁବକ ଅଜୟ ଗୋଦାରା ରୁଷିଆ ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ପାଠ ପଢ଼ିବା ପାଇଁ ଷ୍ଟୁଡେଣ୍ଟ ଭିସାରେ ନଭେମ୍ବର 2024ରେ ରୁଷିଆ ଯାଇଥିଲେ। ଅଜୟଙ୍କୁ ଏଜେଣ୍ଟମାନେ ଠକି ଜବରଦସ୍ତ ରୁଷ ସେନାରେ ଭର୍ତ୍ତି କରିଥିଲେ। ଯୁଦ୍ଧକ୍ଷେତ୍ରକୁ ଅଜୟଙ୍କୁ ଜବରଦସ୍ତ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଗତ ସେପ୍ଟେମ୍ବର 22ରେ ଶେଷ କଲରେ ଅଜୟ ପରିବାରକୁ କହିଥିଲେ, ଆମକୁ ଫ୍ରଣ୍ଟଲାଇନରେ ପଠାଇ ଦିଆଯାଇଛି, ସାଥୀମାନେ ମରୁଛନ୍ତି, ମୋ ଜୀବନ ବିପଦରେ। ଡିସେମ୍ବର 17ରେ ତାଙ୍କର ମୃତଦେହ ରୁଷ ୟୁନିଫର୍ମ ସହ ଦିଲ୍ଲୀରେ ପହଞ୍ଚିଛି। ଗାଁରେ ଶେଷକୃତ୍ୟ କରାଯାଇଥିବା ବେଳେ ପରିବାରରେ ଶୋକର ଲହରୀ ଖେଳିଯାଇଛି। ଏମିତି ଅନେକ ଭାରତୀୟ ଯୁବକ ଠକାମିର ଶିକାର ହେଉଛନ୍ତି। ଟାଟା ପାୱାର ସ୍ପଷ୍ଟୀକରଣ। ପୋଷ୍ଟପେଡ୍ ପାଇଁ ସିକ୍ୟୁରିଟି ଡିପୋଜିଟ୍ ଜରୁରୀ। ନିଜ ଉପରୁ ଦୋଷ ଛଡ଼ାଉଛି ଟାଟା ପାୱାର। ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ଥିଲା। ଇଲେକ୍ଟ୍ରିସିଟି ଆକ୍ଟ 2003 ନିୟମ ଅନୁସାରେ ସବୁ କାମ କରାଯାଉଥିବା କହିଛି ଟାଟା ପାୱାର। ଏହା ଏକ ରେଗୁଲେଟରୀ ବିଜନେସ୍। ବିଦ୍ୟୁତ୍ ବିଲ୍, କନେକ୍ସନ ଚାର୍ଜ ସବୁ ରେଗୁଲେଟରୀ। ଯେଉଁ ସିକ୍ୟୁରିଟି ଡିପୋଜିଟ୍ ନିଆଯାଇଛି ତାହା ଉପରେ କ୍ରେଡିଟ୍ ଇଣ୍ଟରେଷ୍ଟ ମଧ୍ୟ ଦିଆଯାଉଛି। ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍ ବାବଦରେ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଉଛି। ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ସଠିକ୍ ରିଡିଂ ନେଉଛି, ଯାହା ପୁରୁଣା ମିଟର ରିଡିଂ ନେଉଥିଲା। ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଥିବା କହିଛି ଟାଟା ପାୱାର। ଅଧିକ ଟଙ୍କା ଆସିବା ଏକ ଭ୍ରମ, ସେମିତି କୌଣସି ସ୍ଥାନରେ ହେଇନାହିଁ ବୋଲି ସଫେଇ ରଖିଛି ଟାଟା ପାୱାର। ପୁରୁଣା ମିଟର ଓ ସ୍ମାର୍ଟ ମିଟର ଉଭୟକୁ ବ୍ୟବହାର କରାଯାଉଥିବା କହିଛି ଟାଟା ପାୱାର। ବିଧାୟକ ଦରମା ବୃଦ୍ଧି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ। ଓଡ଼ିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣ ମଧ୍ୟରେ ସନ୍ତୋଷ ଦେଖିବା ପରେ ପୁନର୍ବିଚାର କରିବାକୁ ଦାବି ଜୋର ଧରିଛି। ଗୁରୁବାର ଦିନ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିକ ଏନେଇ ସୂଚନା ଦେଇଛନ୍ତି। କହିଛନ୍ତି ଯେ ଲୋକମାନଙ୍କୁ ସମ୍ମାନ ଜଣାଇ ଦରମା ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଜନସାଧାରଣଙ୍କ ଭାବନାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।
ଶାନ୍ତିପ୍ରିୟ ଅନୁଗୁଳ ଏବେ ଅଶାନ୍ତି ଶିଳ୍ପାଞ୍ଚଳରେ ବିଗିଡ଼ିଲାଣି। ଆଇନ ଶୃଙ୍ଖଳା ଗଳିକନ୍ଦିରେ ମିଳୁଛି ଡ୍ରଗ୍ସ। ଶାନ୍ତିପ୍ରିୟ ଅନୁଗୁଳ ଏବେ ଅଶାନ୍ତ ବିଗିଡ଼ିଲାଣି। ଆଇନ ଶୃଙ୍ଖଳା ଗଳିକନ୍ଦିରେ ମିଳୁଛି ଡ୍ରଗ୍ସ। କଥା କଥାରେ ବୋଲୁଛି ଖଣ୍ଡା ଫୁଟୁଛି ଗୁଳି। ବାହାର ଜିଲ୍ଲାରୁ ଆସି ସହର ଭିତରେ ଡକାୟତି ଯୋଜନା କରୁଛନ୍ତି ଦୁର୍ବୃତ୍ତ। ପ୍ରତି ସପ୍ତାହରେ ଜବତ ହେଉଛି ପୋଳା ବ୍ରାଉନ ସୁଗାର, ହେରୋଇନ। ତଥାପି ଅପରାଧରେ ଲାଗୁନି ରୋକ। ଅକ୍ଟୋବର 2 ତାରିଖରେ ଆମ୍ବୁଲାନ୍ସ ଭଡ଼ାକୁ ନେଇ କଥା କଟାକଟି ହୋଇଥିଲା। ଏହା ପରେ ଗଣ୍ଡଗୋଳ ଆଉ ହତ୍ୟାକାଣ୍ଡ। ବିଳମ୍ବିତ ରାତିରେ ଦୁଇ ପକ୍ଷ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଗୋଜାରୀ ମାଡ଼ରେ ଆହତ ହୋଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ମଣ୍ଡି ବ୍ୟବସ୍ଥାକୁ ନେଇ ସବୁଠି ଅସନ୍ତୋଷ। କେଉଁଠି ଟୋକନ ମିଳେନି ତ କେଉଁଠି ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି। ଚାଲିଛି ଧାନର ଅମଳ ଋତୁ, କିନ୍ତୁ ମଣ୍ଡି ବ୍ୟବସ୍ଥା ଚାଷୀ ନିରନ୍ତର କାରଣ ପାଲଟିଛି। ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ ସବୁଠି ଚାଷୀଙ୍କୁ ଧାନ ବିକିବା ପାଇଁ ହନ୍ତସନ୍ତ ହେବାକୁ ପଡୁଛି। କେଉଁଠି ମଣ୍ଡି ଖୋଲିନି ତ କେଉଁଠି ଟୋକନ ମିଳିନଥିବା ଅଭିଯୋଗ ଆସିଛି। ନବରଙ୍ଗପୁରରେ ମଣ୍ଡି ଖୋଲିବାର ପ୍ରଥମ ଦିନରେ ଦେଖାଯାଇଛି ଅବ୍ୟବସ୍ଥା। ସମସ୍ୟାକୁ ନେଇ ସମ୍ବଲପୁରରେ ଆସନ୍ତା କାଲି ବନ୍ଦ କରାଯାଇ ବନ୍ଦ ଡକାରା